ଜୟ ଜଗନ୍ନାଥ ବନ୍ଧୁଗଣ। ଆଜି ଆମେ ଏହି ଭିଡ଼ିଓରେ ଜାଣିବା ଘରେ କେଉଁ ସ୍ଥାନରେ ଦର୍ପଣ ଲଗାଇଲେ ଘରର ଅଭାବ ଅନାଟନ ଦୂର ହୋଇ ସୁଖ ସମୃଦ୍ଧି ମାଡ଼ି ଆସିଥାଏ। ଆଜି ମୁଁ ଆପଣମାନଙ୍କୁ ଏମିତି କିଛି ଉପାୟ ଗୁଡ଼ିକ କହିବି ଯାହା ଆମ ଜୀବନରେ ଶୁଭ ଫଳ ଓ ଶାନ୍ତି ଆଣିଥାଏ। ତେବେ ଭିଡ଼ିଓଟିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ନିଜ ଘରର ଶୁଭ ନିମନ୍ତେ ଏହାକୁ ଅବଶ୍ୟ ପାଳନ କରନ୍ତୁ। ପ୍ରଥମ ଉପାୟଟି ହେଉଛି ଘର ସାମ୍ନାରେ ମୁରୁଜରେ ମା ଲକ୍ଷ୍ମୀଙ୍କର ପାଦ ଚିହ୍ନ ଆଙ୍କିବା ଉଚିତ। ଏହାଦ୍ୱାରା ଘର ଉପରେ କାହାର କୁଦୃଷ୍ଟି ପଡ଼ିନଥାଏ। 2 ନମ୍ବର ଉପାୟଟି ହେଉଛି ଘରର ମୁଖ୍ୟ ଦ୍ୱାରରେ କଳା ଘୋଡ଼ାର ନାଲ ଲଗାଇବା ଉଚିତ। ଏହାଦ୍ୱାରା ଘର ଉପରେ ଥିବା ଅଶୁଭ ଦୃଷ୍ଟି ଦୂର ହୋଇଥାଏ। 3 ନମ୍ବର ଉପାୟଟି ହେଉଛି ଶନିବାର ଦିନ ଘର, ଦୋକାନ କିମ୍ବା ଅଫିସ ସାମ୍ନାରେ ଲେମ୍ବୁ ଓ 7ଟି ଲଙ୍କା ଝୁଲାଇ ରଖନ୍ତୁ। ସେହି ସ୍ଥାନରୁ ନକାରାତ୍ମକତା ଶକ୍ତି ଦୂର ହେବା ସହ ସ୍ଥାନରେ ଉନ୍ନତି ହୋଇଥାଏ। 4 ନମ୍ବର ଉପାୟଟି ହେଉଛି ଘର ଉପରେ ଯଦି ଓସ୍ତ ଗଛ ଉଠିଥାଏ ତେବେ ରବିବାର ଦିନ ତାହାକୁ ପୂଜା କରି ଉପାଡ଼ି ଅନ୍ୟ କୌଣସି ଏକ ଉଦ୍ୟାନରେ ଲଗାଇ ଦିଅନ୍ତୁ। ଏହା ଆପଣଙ୍କ ଘର ପାଇଁ ମଙ୍ଗଳକାରୀ ହେବ। ବାମପଟ ମାଡ଼ି ଶୋଉଥିବା ଲୋକମାନେ ଆତ୍ମବିଶ୍ୱାସୀ ହୋଇଥାନ୍ତି। ନିଜ କାର୍ଯ୍ୟକୁ ସିକ୍ରେଟ ଭାବେ କରିବା ସହ ସେହି ସବୁ କାର୍ଯ୍ୟରେ ବହୁତ ଶୀଘ୍ର ସଫଳତା ମଧ୍ୟ ପାଇଥାନ୍ତି। 5 ନମ୍ବର ଉପାୟଟି ହେଉଛି ବୁଧବାର ଦିନ ଘର ଭିତରେ ଓ ବାହାରେ ଗଙ୍ଗା ଜଳ ଛିଞ୍ଚନ କରିବା ଉଚିତ। ଏହାଦ୍ୱାରା ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। 6 ନମ୍ବର ଉପାୟଟି ହେଉଛି ବୁଧବାର ଦିନ ଗଣେଶ ମହାପ୍ରଭୁଙ୍କୁ ଗୁଡ଼ ଓ ଘିଅ ଜାତୀୟ ଜିନିଷ ଭୋଗ ଲଗାଇବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ। 7 ନମ୍ବର ଉପାୟଟି ହେଉଛି ନିୟମିତ ଭାବେ ବୁଧବାର ଦିନ ଗାଈକୁ ଘାସ ଖୁଆନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟା ବହୁତ ଶୀଘ୍ର ଜୀବନରୁ ଦୂରେଇ ଯାଇଥାଏ। 8 ନମ୍ବର ଉପାୟଟି ହେଉଛି ଭଙ୍ଗା ଖଟରେ ଶୋଇବା ଦ୍ୱାରା ଅଶୁଭ ହୋଇଥାଏ। 9 ନମ୍ବର ଉପାୟଟି ହେଉଛି ଅଇଁଠା ହୋଇ କିମ୍ବା ଉଲଗ୍ନ ହୋଇ ଶୋଇବା ଅନୁଚିତ। ଏହାଦ୍ୱାରା ଅଶୁଭ ହୋଇଥାଏ। 10 ନମ୍ବର ଉପାୟଟି ହେଉଛି ଓଦା ପାଦରେ ନୁହେଁ ବରଂ ଗୋଡ଼ ହାତ ଧୋଇ ତାହାକୁ ଭଲ ଭାବରେ ପୋଛି କରି ଶୋଇବା ଦ୍ୱାରା ବ୍ୟକ୍ତିର ମଙ୍ଗଳ ହୋଇଥାଏ। ଶୋଇଥିବା କୌଣସି ବ୍ୟକ୍ତିଙ୍କୁ ଅଚାନକ ଭାବେ ଡାକି ଉଠାଇବା ଅନୁଚିତ ହୋଇଥାଏ। ମଥାରେ କୌଣସି ତିଳକ ବା ମୁହଁରେ କୌଣସି ରଙ୍ଗ ଲଗାଇ ଶୋଇବା ଅଶୁଭ ହୋଇଥାଏ। ସ୍ୱାମୀଙ୍କ ତକିଆ ତଳେ ରାତିରେ କର୍ପୂର ରଖି ସକାଳୁ ଜଳାଇ ଦେବା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ମନମାଳିନ୍ୟ ଦୂର ହୋଇଯାଇଥାଏ। ସକାଳ ସମୟରେ ଗୁରୁଜନମାନଙ୍କୁ ପ୍ରଣାମ କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ମନି ପର୍ସରେ ରଖୁଥିବା କୌଣସି ଏକ ନୋଟରେ ଚନ୍ଦନ ଲଗାଇ ରଖନ୍ତୁ, ଶୁଭ ହୋଇଥାଏ। ଘରର ଉତ୍ତର କିମ୍ବା ପୂର୍ବ ଦିଗର କାନ୍ଥରେ ଦର୍ପଣ ଲଗାଇବା ଉଚିତ। ଏହା ସହିତ ଶୋଇବା ଘରର କବାଟ ସାମ୍ନାରେ ଦର୍ପଣ ଲଗାଇବା ଉଚିତ। ଏହାଦ୍ୱାରା ଘରର ସୁଖ ସମୃଦ୍ଧି ବଢ଼ିଥାଏ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓ ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ କେବେ ବି ଭୁଲନ୍ତୁ ନାହିଁ, ଯାହାଦ୍ୱାରା ଆପଣମାନଙ୍କ ପାଇଁ ଏହିଭଳି ଆଧ୍ୟାତ୍ମିକ ଓ ଜୀବନମୂଳକ ଜ୍ଞାନପୂର୍ଣ୍ଣ ଭିଡ଼ିଓ ଆସିବ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସୁଖ ସମୃଦ୍ଧି ଓ ଶାନ୍ତି ଆପଣଙ୍କ ଘରେ ନିତ୍ୟ ବାସ କରନ୍ତୁ। ମୁଁ ସତ୍ୟମ୍ ରହୁଛି। ନମସ୍କାର। ଦେଖାହେବା ଆଉ ଏକ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ ବନ୍ଧୁମାନେ।